କ୍ଷର ନାମ କୁହାଯିବ ନା। ନାମ ନାମ ହିଁ ଅଭିନ୍ନ। ଭଗବାନଙ୍କ ନାମ ଆଉ ଭଗବାନ ଅଭିନ୍ନ ବସ୍ତୁ। ଭଗବାନ ସଚିଦାନନ୍ଦମୟ ପୁରୁଷ, କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭନ। କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି ଯେଉଁ କୃଷ୍ଣଙ୍କର ସୌନ୍ଦର୍ଯ୍ୟ। ଆନନ୍ଦ ରସମୟ ବିଗ୍ରହ, ରସବୈଷହ, ରସର ଉତ୍ସ, ସମସ୍ତ ରସର ଉତ୍ସର ରସ ପ୍ରଦାତା ସେ ଶ୍ରୀକୃଷ୍ଣ। ତାଙ୍କ ନାମ ମଧ୍ୟ ତଦ୍ରୁପ ଅଭିନ୍ନ ବସ୍ତୁ। ତେଣୁ ସେ ଭଗବାନଙ୍କ ନାମ କୀର୍ତ୍ତନ କଲେ ସେ ରସ ଆସ୍ୱାଦିତ হয়, ସେ ଆନନ୍ଦ ଅନୁଭୂତ হয়, ଦିବ୍ୟ ଆନନ୍ଦ। ପ୍ରାକୃତ କଥା ନୁହେଁ। ପ୍ରାକୃତ ଆନନ୍ଦ ସୁଖ ଅତି ତୁଚ୍ଛ ଧାତ୍ର ଗୋସ୍ପଦ ପୁଷ୍କର ତୁଲ୍ୟ ବୋଲି କୁହାଯାଉଛି। ଯେଉଁମାନେ କର୍ମୀ ଜ୍ଞାନୀ ଯୋଗୀ କବି ନାହିଁ ଆସ୍ୱାଦ ଏ କୃଷ୍ଣ ସେବାନନ୍ଦ। ଏମାନେ କେବେ କୃଷ୍ଣଙ୍କର ଏ ସେବା ନିଯୁକ୍ତ ହେଲେ ଯେଉଁ ଆନନ୍ଦ ମିଳେ ଏ ଆନନ୍ଦ ସେମାନେ ଆସ୍ୱାଦନ କରିପାରନ୍ତି ନା, ତାଙ୍କର ସୁଯୋଗ ନାହିଁ। ତେଣୁ ସେମାନେ ଏଗୁଡ଼ା ବୁଝିପାରନ୍ତି ନା। ସେଥିପାଇଁ ପ୍ରାକ୍ଟିକାଲି ବାସ୍ତବ କ୍ଷେତ୍ରରେ ଆଚରଣ କରିକିରି ଶ୍ରୀମନ୍ ମହାପ୍ରଭୁ ଏକଥା ଶିଖେଇ ଦେଇ ଯାଇଛନ୍ତି ଆମକୁ। ଆଉ ଏ ଯେଉଁମାନେ ମାୟାବାଦୀ ବ୍ରହ୍ମାନନ୍ଦୀ ସେମାନେ ବରାବର ବିରୋଧ କରନ୍ତି, ବୈଷ୍ଣବମାନଙ୍କର ବରାବର ବିରୋଧ କରନ୍ତି। ବୈଷ୍ଣବମାନଙ୍କର ବରାବର ବିରୋଧ କରନ୍ତି ସେମାନେ। କାରଣ ବୈଷ୍ଣବମାନେ ସାକାରବାଦୀ, ସେମାନେ ନିରାକାରବାଦୀ। ବୈଷ୍ଣବମାନେ ଦିବ୍ୟ ଆନନ୍ଦ ଆସ୍ୱାଦନ କରୁଛନ୍ତି ଭଗବାନଙ୍କର ନାମ ରୂପ ଗୁଣ ଲୀଳା କୀର୍ତ୍ତନ କରି ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ସେବା ନିଯୁକ୍ତ ହେଇ, କିନ୍ତୁ ସେମାନେ ଭଗବାନଙ୍କ ଅସ୍ତିତ୍ୱର ବିରୋଧ କରୁଛନ୍ତି। ଯାହା ଆମର ପରମାରାଧ୍ୟ ଗୁରୁଦେବ ତାଙ୍କର ଭାଷ୍ୟରେ ଭଲ ଭାବରେ ବୁଝେଇ କହିଛନ୍ତି। ଭଗବାନଙ୍କୁ କାଲା, ମୂକ, ପଙ୍ଗୁ, ଅନ୍ଧ ଇ ବଜ୍ଞ ବର୍ଣ୍ଣନା କରିଦେଉଛନ୍ତି। ଇ ବଜ୍ଞ ବର୍ଣ୍ଣନା କରିଦେଉଛନ୍ତି। ଅପାଣି ପାଦ, ହାତ ନାହିଁ, ପାଦ ନାହିଁ, ଆଖି ନାହିଁ, କାନ ନାହିଁ, କିଛି ନାହିଁ, କାଲା, ପଙ୍ଗୁ, ମୂକ ଇ ପ୍ରକାର ବର୍ଣ୍ଣନା କରି ଅନ୍ୟ ପକ୍ଷରେ ଭଗବାନଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଛନ୍ତି, ଭଗବାନ ପ୍ରତି ଅବମାନନା କରୁଛନ୍ତି। ମାୟାବାଦୀ କୃଷ୍ଣ ଅପରାଧୀ, ସେଥିପାଇଁ ଶ୍ରୀମନ୍ ମହାପ୍ରଭୁ ଏମାନେ ଅପରାଧୀ କୃଷ୍ଣ ପଦାର ବିନ୍ଦରେ। ତେଣୁ ମାୟାବାଦୀ ମାନଙ୍କର ସଙ୍ଗ କରାଯିବ ନା, ସେମାନଙ୍କ କଥା ଶୁଣାଯିବ ନା। ମାୟାବାଦୀ ଭାଷ୍ୟ ଶୁଣିଲେ হয় ସର୍ବନାଶ। ଆଉ ଅସୁର ଭାବ ଯାହା ଏଠି କୁହାଯାଇଛି, ଆସୁର ଭାବ ସମ୍ପୂର୍ଣ୍ଣ ମାନେ ଆସୁର ଭାବ ନାଶ୍ରିତା। ମାୟାବାଦୀ ମାନେ ଆଶ୍ରମ ଭାବ ନାଶ୍ରିତା, ଆସୁର ଭାବ। ଅସୁର ମାନେ ଭଗବାନଙ୍କର ଶତ୍ରୁ, ସେମାନେ ଭଗବାନଙ୍କର ଶତ୍ରୁ। ଭଗବାନଙ୍କୁ ସ୍ୱୀକାର କରନ୍ତିନି, ନିଜକୁ ଭଗବାନ ବୋଲି କହନ୍ତି, ଈଶ୍ୱର ଅହଂ। ଇ ତଦ୍ରୂପେ ମାନେ ଏ ମାୟାବାଦୀ ଗଣ ଅସୁର, ଏମାନେ ନିଜକୁ ଭଗବାନ କହୁଛନ୍ତି ଆଉ ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରୁଛନ୍ତି, ଶତ୍ରୁତା ଆଚରଣ କରୁଛନ୍ତି, ଅବମାନନା କରୁଛନ୍ତି। ତେଣୁ ସେମାନଙ୍କ ସଙ୍ଗ କରାଯିବ ନା, ସେମାନଙ୍କ କଥା ଶୁଣାଯିବ। ବଡ଼ ପତିତ ସେମାନେ। କିନ୍ତୁ ଶ୍ରୀମନ୍ ମହାପ୍ରଭୁ ସମସ୍ତଙ୍କ ପ୍ରତି କୃପାଇ କରିଛନ୍ତି, ଏମାନଙ୍କ ପ୍ରତି ମଧ୍ୟ କୃପାଇ କରିଛନ୍ତି ଶ୍ରୀମନ୍ ମହାପ୍ରଭୁ। ମହାପ୍ରଭୁଙ୍କର କୃପା ନ ପାଇଲେ ଏମାନଙ୍କର କଦାପି ଉଦ୍ଧାର ହେଇପାରିବ ନା, ଅତି ନୀଚ ଗତି ହେବ ଏମାନେ। ଯାହା ରାୟ ରାମାନନ୍ଦଙ୍କ ମୁଖରେ ପ୍ରକାଶ ପାଇଛି, ସ୍ଥାବର ଯୋନି ହେଇଯିବ ଏମାନଙ୍କର। ଏମାନଙ୍କର ସ୍ଥାବର ଯୋନି ହେବ। ମୁମୁକ୍ଷୁ ଅପେକ୍ଷା ମୁମୁକ୍ଷୁଙ୍କର ଗତି ଅତି ନୀଚ। ମୁମୁକ୍ଷୁଙ୍କର ଦେବ ଯୋନି, ସେମାନେ ଦେବ ଲୋକକୁ ଯାଇପାରିବେ, ଦେବକୁ ଭୋଗ ପାଇବେ, କିନ୍ତୁ ମୁମୁକ୍ଷୁମାନଙ୍କର ସ୍ଥାବର ଯୋନି ହେଇଯାଉଛି, ଅତି ନୀଚ ଏମାନେ। କାରଣ ଏମାନେ ଭଗବାନ ବିରୋଧୀ, ଏମାନେ ଭଗବାନଙ୍କର ଶତ୍ରୁ, ଏମାନେ ଭଗବଦାରବିନ୍ଦରେ ମହାନ ଅପରାଧୀ ଏମାନେ। ତେଣୁ ଏ ସ୍ୱାଭାବିକ। ସେମାନଙ୍କୁ ଲୋକେ ମଧ୍ୟ ସାଧୁ ବୋଲି କହୁଛନ୍ତି, ସେମାନଙ୍କୁ ସଙ୍ଗ ବି କରୁଛନ୍ତି, କିନ୍ତୁ ବଡ଼ ବିଷମୟ ଫଳ।
माया अपहृत ज्ञान वेदांतवादी बोली निजक बड़ जोर करी प्रतिपादन करुचंती उपस्थापन करुचंती किंतु प्रकृत वेद तात्पर्य जानती ना सर्वैच वेदै अंगे विद्य अहम वेदांत विद वेद अहम भगवान कृष्ण परिष्कार भावे सर्वैच वेदै अंगे विद्य अहम वेदांत विद वेद अहम भगवान कृष्ण मु समस्त वेदर अंतिम उपपद्य प्रतिपद्य विषय समस्त वेदर एकमात्र वेद्य विषय कृष्ण अथ से कहती कृष्ण नहांती वेदरे कृष्ण खोजिक बाहर कर वेदरे कौटी अच्छा कृष्ण से वेदांतविद से वेदविद कृष्ण वेद आसूची अथ से वेदवादी बोली निजक बड़ निन्यम पीटुंट गर्भ प्रकाश करते किंतु कृष्ण को बुझी पारती नहीं जानी पारती नहीं कि प्रकार वेद जानी कथा तेणु एमाने केड़े पतित अवस्था अच्छी कि दीन अवस्थे अधम स्थिति अच्छी से श्रीमन महाप्रभु एम प्रति कृपाई कर महाप्रभु समस्त प्रति श्रीमन महाप्रभु समस्त प्रति सहित समस्त प्रति कृपाई कर अपार करुणामय अद्भुत कारुण्य अद्भुत औदार्य अद्भुत बलान्य मान प्रति करुणा महाप्रभु कृपा ना मान उद्धार पाई मान नीच गति तेणु जो मान श्रीमन महाप्रभुंर अनुगत जन से मान प्रति कृपाई कर महाप्रभुंर ये जो नीति है मधुर व्यवहार प्रीतिपूर्ण व्यवहार युक्तिपूर्ण कथा ये महाप्रभु मटो प्रेम से प्रीतिपूर्ण व्यवहार युक्तिपूर्ण से प्रदर्शन कर जदियो मायावादी गणे भगवान को शत्रु अत्यंत अपराधी हेले सुधा से प्रति महाप्रभु प्रीतिपूर्ण व्यवहार कर वर्णना अति मधुर कथा ही आमर परमाराध्य गुरुदेव से भाष्य कहते से तो शत्रु हो जाती प्रति अधिक शत्रुता करोना जदि कर्कश वाक्य कह भर्सना कर अधिक शत्रुता आचरण से करेंगे महाप्रभु जपरी प्रकाश कर कृपा से महाप्रभु अनुगत जन वैष्णव से पदा अनुसरण करने उचित मधुर कथा कह युक्तिपूर्ण कथा शास्त्र युक्ति दृढ़ युक्ति महाजन मान कथा उपस्थापन करी से मूलक भ्रांत दर्शन को खंडन कर दृढ़ हस्ते